ଆଚ୍ଛା ଗୋଟେ କଥା ହେଉଛି ଯେ ବାହାରକୁ ସତ ବୋଲି ଦେଖାଯାଉଥିବା ପ୍ରତ୍ୟେକଟି ଜିନିଷ କ'ଣ ବାସ୍ତବରେ ଖରାପ ନା ସେଇ ଶକ୍ତ ବ୍ୟକ୍ତିତ୍ୱ ମଝିରେ ଭିତରେ ଗୋଟେ ଛୋଟ ପିଲାଟିଏ ଲୁଚି ରହିଥାଏ। ସେମିତି ବି ତ ହେଇପାରେ। ଯେମିତିକି ଆମେ କହିପାରିବା ନଡ଼ିଆଟିଏ ବାହାରୁ ବହୁତ ଶକ୍ତ ଥାଏ କିନ୍ତୁ ଭିତରୁ ଖୁବ୍ ନରମ ଏବଂ ତା ପାଣି ଖୁବ୍ ମିଠା ଥାଏ। ଠିକ୍ ସେମିତି ମଣିଷର ବ୍ୟକ୍ତିତ୍ୱ। ଯେଉଁ ଲୋକମାନେ ବାହାରୁ ଯେତେ ଶକ୍ତ ଜଣାପଡ଼ନ୍ତି ଭିତରୁ ସେମାନେ ଠିକ୍ ସେମିତି ଛୋଟ ପିଲା ଭଳି। କେବଳ ତାଙ୍କୁ ବୁଝିବା ଜରୁରୀ। ଆମେ ସାଧାରଣ ଭାବରେ ଜୀବନରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସୁ। କହିପାରିବା ଯେ ଯେତେବେଳେ ଆମେ ଶିକ୍ଷାର୍ଥୀ ଭାବରେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁ ସେତେବେଳେ ଆମେ ସାଧାରଣତଃ ଇଂରାଜୀ କିମ୍ବା ଗଣିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଟିକେ ଭୟ କରୁ। କାହିଁକି ନା ସେମାନେ ଆମକୁ ଡରାନ୍ତି ଏଥିପାଇଁ ଯେ ଆମେ ତାଙ୍କ ଡରରେ ହୁଏତ ତାଙ୍କର ଦିଆଯାଇଥିବା ପାଠ ଗୁଡ଼ିକୁ ଭଲସେ ପଢ଼ିକି ଆସିବୁ। ସେମାନେ ଆମର ଭଲ ହିଁ ତ ଚାହାନ୍ତି, ସେଥିପାଇଁ ବୋଧେ ଡରାନ୍ତି। କିନ୍ତୁ ଆମର କ'ଣ ହୁଏ ନା ଆମେ ତାଙ୍କ ଡରକୁ ଗ୍ରହଣ କରୁ, କିନ୍ତୁ ଡର ପଛରେ ଥିବା ବା ତାଙ୍କର ପିଲାଙ୍କୁ ଡରେଇବାର ଯେଉଁ କାରଣଟା ଅନ୍ତର୍ନିହିତ ଥାଏ ଆମେ ସେଥିରୁ ଅବୁଝା ହେଇ ରହିଯାଉ। କାହିଁକି ନା ଅବୋଧ ଶିଶୁ। ଆଉ ପିଲାବେଳେ ସାଧାରଣତଃ ଏତେ କଥା ଭାବେ କି? ଠିକ୍ ସେମିତି ଆମର ଯେତେବେଳେ ସାହିତ୍ୟରେ ହୁଅନ୍ତୁ କିମ୍ବା ବିଜ୍ଞାନରେ ହୁଅନ୍ତୁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଥାଆନ୍ତି ସେମାନେ ଟିକେ ସୁନ୍ଦର ହେଇଥାନ୍ତି। ମନ ତାଙ୍କର ବହୁତ ସରଳ ଥାଏ, ପିଲାଙ୍କ ସହିତ ବହୁତ ମିଶିଯାଆନ୍ତି। ତ ସେଥିପାଇଁ ହୁଏତ ତାଙ୍କ ସହିତ ଟିକେ ଅଲଗା ସମ୍ପର୍କ ଥାଏ। ମନରେ ସମ୍ମାନ ଥାଏ କିନ୍ତୁ ଭୟ ନଥାଏ। ଭୟଟା ଥାଏ ଟିକେ ଟିକେ ଥାଏ। ସେମିତି ଭାବରେ ଯଦି ଆମେ ଦେଖିବା ଉଭୟଙ୍କୁ ତର୍ଜମା କରିବା କେତେବେଳେ ଶିକ୍ଷାଦାନ ପଦ୍ଧତି ମାଧ୍ୟମରେ ଆମେ ଯଦି ପ୍ରାଥମିକତା ଦେବୁ କାହାକୁ ଦେବୁ? ଯାହାକୁ ଅତ୍ୟଧିକ ଭଲ ପାଉଥିବୁ ତାକୁ, ନହେଲେ ଯାହାକୁ ବେଶୀ ଡରୁଥିବୁ ତାକୁ। ତ ସେଇ ହିସାବରେ ଆମେ କ'ଣ କରୁ ନା ଯାହାକୁ ଅଧିକ ଭଲ ପାଉଥିବୁ ତାର କାମଟି ପ୍ରଥମେ କରିଦେଉ ବା ତାଙ୍କ କାମଟିକୁ ଆମେ ପ୍ରଥମେ କରିଦେଉ, ଆଉ ଯାହାକୁ ଡରୁଥିବୁ ତାଙ୍କର କାମକୁ ବି କରିଦେଇଥାଉ। ତ ସେମିତିରେ ଆମେ ଜୀବନରେ ଦେଖିବା ପାଇଁ ପାଉ ବା ଯେତେବେଳେ ଶିକ୍ଷା ଗ୍ରହଣ ପଦ୍ଧତି ଶେଷ ହୁଏ ସେତେବେଳେ ଠିକ୍ ବିଦାୟ ନେବା ସମୟରେ ଆମକୁ ଜଣାପଡ଼େ ଯେ ସେଇ ଶକ୍ତ ବ୍ୟକ୍ତିତ୍ୱ ମଝିରେ ବା ଭିତରେ ଲୁଚି ରହିଥିବା ଜଣେ ସୁନ୍ଦର ବ୍ୟକ୍ତିତ୍ୱ ଜଣକୁ, ଯିଏକି ଆମର ଜୀବନକୁ ସୁନ୍ଦର କରି ସଜେଇବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଯାଆନ୍ତି। ଆଜୀବନ ସେଇ ସାର୍ ବା ମ୍ୟାଡ଼ାମଙ୍କ ପାଖରେ ଆମେ ଋଣୀ ହେଇ ରହିଯାଉ, ଯିଏକି ପ୍ରକୃତରେ ଆମକୁ ଜୀବନର ବାସ୍ତବିକ ଶିକ୍ଷାକୁ ଶିଖେଇ ଯାଆନ୍ତି। ତାହା ସେତେବେଳେ ବୁଝିବା ସମ୍ଭବ ହୁଏନି, କିନ୍ତୁ ସମୟ ସହିତ ଯେତେବେଳେ ଆମେ ନିଜେ ତାଙ୍କ ଭୂମିକାରେ ନିଜକୁ ରଖି ଦେଖୁ ସେତେବେଳେ ତାହା ଖୁବ୍ ସୁନ୍ଦର ଲାଗେ। ସେମାନେ ଆମ ପାଇଁ କରିଥିବା ପ୍ରତ୍ୟେକଟି କାମ ବହୁତ ସୁନ୍ଦର ଲାଗେ। ବହୁତ ଆତ୍ମୀୟତା ଥାଏ ସେଇ ସମ୍ପର୍କରେ। ଗୁରୁ ଶିଷ୍ୟର ସମ୍ପର୍କ ବହୁତ ନିଆରା। ସେଥିରେ ବହୁତ କିଛି ଜିନିଷ ଥାଏ। ବାପା ମାଆଙ୍କର ସ୍ନେହ ଥାଏ, ଜଣେ ଭଲ ବନ୍ଧୁକୁ ଆମେ ପାଇପାରୁ। କେବଳ ସେତିକି ନୁହେଁ, ଭଲ ମନ୍ଦ ସୁଖ ଦୁଃଖ ସବୁକିଛି ଆମେ ତାଙ୍କ ସହିତ ସେୟାର କରିପାରୁ। ଆଉ ପ୍ରତିଦାନରେ ସେମାନେ ଆମର ପଥ ପ୍ରଦର୍ଶକ ସାଜି ଆମକୁ ଭବିଷ୍ୟତ ଜୀବନର ରାସ୍ତାକୁ ଦେଖେଇ ଯାଆନ୍ତି। ସେଥିପାଇଁ ବୋଧେ ସେମାନେ ଗୁରୁ ବୋଲାନ୍ତି। ଶିକ୍ଷା ଜୀବନରେ ଆସୁଥିବା ପ୍ରତ୍ୟେକଟି ଛାତ୍ରଛାତ୍ରୀଙ୍କର ସେହି ପଥ ପ୍ରଦର୍ଶକମାନଙ୍କୁ ଆନ୍ତରିକ ସମ୍ମାନ ସଭକ୍ତି ପ୍ରଣାମ। ଯେଉଁମାନେ ବି ଜୀବନରେ ଆସନ୍ତି ଶିକ୍ଷାଗୁରୁ ହେଇ ଜୀବନର ବାସ୍ତବିକତାକୁ ଶିଖେଇ ଯାଆନ୍ତି। କେବଳ ନିଜର ଜୀବିକା ପାଇଁ ନୁହଁ ବରଂ ଜୀବନ ପାଇଁ ସେମାନେ ଶିକ୍ଷାର ବାସ୍ତବ ମୂଲ୍ୟକୁ ବୁଝେଇ ଯାଆନ୍ତି। ସେମିତି ଭାବରେ ମୋ ଜୀବନରେ ଆସିଥିବା ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୋର ଆନ୍ତରିକ ସମ୍ମାନ ସଭକ୍ତି ପ୍ରଣାମ। ସେମାନେ ଯେଉଁ ବି ପରିସ୍ଥିତିରେ ଯେତେବେଳେ ବି ଯାହା ବି ମୋ ପାଇଁ କରିଛନ୍ତି ସେଥିପାଇଁ ମୁଁ ଆଜୀବନ ଋଣୀ। ଆନ୍ତରିକ ସମ୍ମାନ ସହିତ ଅନେକ ଅନେକ ଧନ୍ୟବାଦ ସାର୍ ଆଉ ମ୍ୟାଡ଼ାମ୍।
ଆପଣମାନେ खूब सुंदर भाव में मो जीवन को सजाई। जय जगन्नाथ।